ସମସ୍ତଙ୍କୁ ପ୍ରେଜ୍ ପରମେଶ୍ୱର ଆଜି ଗୋଟିଏ ସୁନ୍ଦର ସମୟ ଦେଲେ। ମୁଇଁ ପରମେଶ୍ୱରଙ୍କ ବାକ୍ୟ କହିବାକୁ ଯାଉଅଛି ପ୍ରାର୍ଥନା କରିକି। ହାଲେଲୁୟା। ଧନ୍ୟବାଦ ଯୀଶୁ। ପବିତ୍ର ପରମେଶ୍ୱର ବାପା ପ୍ରଭୁ, ପବିତ୍ର ଆତ୍ମା ସାହାଯ୍ୟ କର ବାପା। ତୁମରି ପବିତ୍ର ବାକ୍ୟ ମୁଇଁ କହିବାକୁ ଯାଉଛି ବାପା ପ୍ରଭୁ। ଏ ବାକ୍ୟ ମାଧ୍ୟମରେ ଅନେକ ପରିବାର, ଅନେକ ଫ୍ୟାମିଲି କିନ୍ତୁ ଉଦ୍ଧାର ପାଏ। ପବିତ୍ର ଆତ୍ମା ସାହାଯ୍ୟ ପ୍ରଭୁ। ଓଡ଼ିଶା ବାପା ପ୍ରଭୁ, ଓଡ଼ିଶା ଯେତେକ परमेश्वर प्रभु शुणवे। परमेश्वर समाज में चेंज कर आगामी दिन ओडिशा प्रभु संपूर्ण परिवर्तन वार्ता तुम्हें साहाଯ୍य। धन्यवाद यीशु प्रभु। प्रार्थना शुणी जो छोट प्रार्थना प्रभु प्रिय यीशु नाम अच्छी आमेन। आज टॉपिक अच्छी जो मानी सदा प्रभु पाई अपेक्षा करते। आमे देखिमा जिरिमिया बिलाप 3:25 कौन लिखाई जी जो माने सदा प्रभु पाई अपेक्षा करती जो प्राण ताहां अन्वेषण करे तापरे से मंगलमय अटंती। आज प्रकृतरे कौन आमे माने सदा प्रभु को अपेक्षा करूअछु कि आज आमे गोटे प्रत्येक जिनस पाइबा लगी टंका कि खाद्य कि गोटे पुरस्कार पाइबा लगी आज अनेक लोक माने अपेक्षा करूअछंती। केवल जीशु ख्रीष्ट दिन आमको साहाय्य करथिले। से जीशु को आमे विश्वास करूछु। से जीशु को आमे विश्वास करूअछु कि जीशु को द्वारा आमे अपेक्षा रे रहुअछु कि आज किते परिवार प्रभु जीशु को जानुछंदी। केवल सदा प्रभु जीशु को अपेक्षा करिकी रहिबा पाई कहारी साहस नहीं। केवल सदा प्रभु जो मैंने अपेक्षा करंदी। हाँ आज आम खाद्य मिलू बा न मिलू कि कौन सी जिनस मिलू बा न मिलू आज जिनस लगी वस्त्र लगी सबू जिनस लगी आज अपेक्षा पैसा पाई केवल प्रभु पाई केते जन आज आम अपेक्षा करूछु। आमे प्रभु अपेक्षा प्रभुंर आरे मन देकी अपेक्षा प्रत्येक समय प्रति मुहूर्त रहिबार अच्छी। प्रभु को की अपेक्षा करुजे प्रभु को अपेक्षा करंतो। प्रभु को जी अपेक्षा करिबो ता पाई बहुत आशीर्वाद अच्छे। प्रभु जीशु को हालेलुया। जो प्राण ताहांकर अन्वेषण करे पुणी कौन प्राण रे अन्वेषण करे प्राण रे प्रभु करे शरीर प्राण आत्मा प्राण रे भी प्रभु खोज। आम आज शरीर पाई प्राण पाई बहुत व्यस्त। केवल प्रभु को केते जन आज अपेक्षा करूअछंती। जेमिति आईब जने प्रभु पाई अन्वेषण करते ताकर शरीर और प्राण को सान देखी नथिले। आईब गुटे केते कष्ट पाइथिले। आईब अन्वेषण करथिले। जते बजे आपण माने आईब पुस्तक 1 अध्याय 2 अध्याय पढ़िबो भल भाव बुझी पारे। आईब जने अपेक्षा रे सदा प्रभु को थिले। सही भलिया आपण माने कि मुई समस्ते में सदा प्रभु अन्वेषण कर सदा प्रभु खोजिबार अच्छे सदा प्रभु ये चलिबार अच्छे। जिते कष्ट आसु जिते विपद आसु जिते समस्या आसु आमे प्रभु को अन्वेषण करिबार अच्छे। हालेलुया। ताहा प्रति से मंगलमय अटंती। जेन माने जो माने सदा प्रभु अपेक्षा आत्मा अन्वेषण करती सेमानक पाई मंगलमय अटंती। सेमानक पाई आशीर्वाद अच्छी। सेमानक पाई बहुत पुरस्कार अच्छे। आउ कहा पाई नहीं।
ଯେମାନେ ଯୀଶୁ ଖ୍ରୀଷ୍ଟକୁ ଅପେକ୍ଷା କରିକି ଅଛନ୍ତି ସେମାନଙ୍କ ଲାଗି ପୁରସ୍କାର ଅଛି। ଯେମିତି ଜଣେ ବସ୍କୁ ଅପେକ୍ଷାରେ ରହୁଛି ଗୋଟେ ଛକରେ କି ରାସ୍ତା ତ ସାଇଡ଼ରେ, ସେ ବସ୍ରେ ଆସିଲେ ବସି ଗୋଟିଏ ଗାଁକୁ ଯିବାର ଅପେକ୍ଷା କରେ। ବସ୍କୁ, ଟ୍ରେନ୍କୁ, ଫ୍ଲାଇଟ୍କୁ ଅପେକ୍ଷା କରିଛନ୍ତି ଲୋକମାନେ। କେବଳ ଆଜି ଆମେ ଯୀଶୁ ଖ୍ରୀଷ୍ଟକୁ ଅପେକ୍ଷା କରିଅଛ କି ଆପଣମାନେ? ଅପେକ୍ଷା କରିବାର ଯେବେ ଆପଣମାନେ ଯୀଶୁ ଖ୍ରୀଷ୍ଟକୁ ଅପେକ୍ଷା କରିବ, ସେବେ ପ୍ରଭୁ ଆପଣଙ୍କ ପାଇଁ ମଙ୍ଗଳମୟ ହେବେ। ଯେମାନେ ଆଜି ପ୍ରଭୁ ଯୀଶୁକୁ ଅପେକ୍ଷା କରି ଅଛନ୍ତି ସେମାନଙ୍କ ପାଇଁ ପ୍ରଭୁ ମଙ୍ଗଳମୟ ଅଟନ୍ତି। ପ୍ରଭୁଙ୍କ ନିୟମରେ ଯେଉଁମାନେ ଅପେକ୍ଷାରେ ଅଛନ୍ତି, ପ୍ରଭୁଙ୍କର ଆଜ୍ଞା ଯେଉଁମାନେ ପାଳନ କରିକି ଯାଉଅଛନ୍ତି, ହାଲେଲୁୟା। ଆମେ ତାପରେ ଯିମା ଯେଶାୟା 30:18 ଟିକେ ଯିମା। ପୁଣି ତହିଁ ସକାଶୁ ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ, ଆଉ ତହିଁ ସକାଶୁ ତୁମମାନଙ୍କ ପ୍ରତି ଦୟା କରିବା ନିମନ୍ତେ ସେ ଉନ୍ନତ ହେବେ, କାରଣ ସଦାପ୍ରଭୁ ନ୍ୟାୟ ବିଚାରକାରୀ ପରମେଶ୍ୱର ଅଟନ୍ତି। ଯେଉଁମାନେ ତାହାଙ୍କ ପାଇଁ ଅପେକ୍ଷା କଲେ ସେ ସମସ୍ତେ ଧନ୍ୟ। ଯେଶାୟା 30:18 ଲେଖା ହେଇଥିଲା। ପୁଣି ତହୁଁ ସକାଶୁ ସଦାପ୍ରଭୁ ତୁମମାନଙ୍କ ପ୍ରତି ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ। ସଦାପ୍ରଭୁ ଆପଣମାନଙ୍କ ପାଇଁ, ପୁଣି ତହୁଁ ସକାଶୁ ସଦାପ୍ରଭୁ ତୁମମାନଙ୍କ ପ୍ରତି ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ। ସଦାପ୍ରଭୁ ଆଜି ଆପଣମାନଙ୍କ ଲାଗି ଅପେକ୍ଷା କରିଅଛନ୍ତି, ଯାହାକି ଆଗାମୀ ଦିନ ଆପଣ ଭବିଷ୍ୟତରେ ଅନୁଗ୍ରହ ତୁମମାନଙ୍କ ପ୍ରତି ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିଅଛନ୍ତି। ସଦାପ୍ରଭୁ ଅନୁଗ୍ରହ ଦେବା ଲାଗି ଅଛନ୍ତି। ଏବେ ବି ଆପଣଙ୍କର ସମୟ ଅଛି। ଏବେ ବି ସଦାପ୍ରଭୁ ଅପେକ୍ଷା କରନ୍ତୁ। ସଦାପ୍ରଭୁ ଯେଉଁମାନେ ଅପେକ୍ଷା କରିବେ, ପ୍ରଭୁ ସେମାନଙ୍କୁ ଅନୁଗ୍ରହ କରିବେ। ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ। ଆଉ ତହୁଁ ସକାଶୁ ତୁମମାନଙ୍କ ପ୍ରତି ଦୟା କରିବା ନିମନ୍ତେ କିଏ ଦୟା ଦେଇପାରିବ? ଆଜି ଯେମିତି ତହୁଁ ସକାଶୁ ତୁମମାନଙ୍କ ପ୍ରତି ଦୟା କରିବା ନିମନ୍ତେ ସଦାପ୍ରଭୁ ଯୀଶୁଖ୍ରୀଷ୍ଟ ବିନୁ କେହି ଆଉ ଦୟା, ଶାନ୍ତି, ନମ୍ରତା, ଆଶୀର୍ବାଦ ଦେଇପାରେ। କେବଳ ଜଣେ ହିଁ ଯୀଶୁଖ୍ରୀଷ୍ଟ, ସେ ସଦାପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ସେ ସଦାପ୍ରଭୁ ଆମେମାନେ ପାଇଅଛୁ। ସେ ସଦାପ୍ରଭୁଙ୍କ ଉପସ୍ଥିତିରେ ଆମେ ଆଗକୁ ବଢ଼ିବାର, ସେମାନଙ୍କର ଅପେକ୍ଷା ଯେଉଁମାନେ ଅଛନ୍ତି ସେମାନେ ଦୟା କରିବେ। ସେ ଉନ୍ନତ ହେବେ, କାରଣ ସଦାପ୍ରଭୁ ନ୍ୟାୟ ବିଚାରକାରୀ ପରମେଶ୍ୱର ଅଟନ୍ତି। ସେ ଉନ୍ନତ ହେବେ ଯେଉଁମାନେ ପ୍ରଭୁଙ୍କୁ ଅପେକ୍ଷା କରିବେ, କାରଣ ସଦାପ୍ରଭୁ ନ୍ୟାୟ ବିଚାରକାରୀ ପରମେଶ୍ୱର ଅଟନ୍ତି। ଆଜି ଜଗତରେ ଅନେକ ବିଚାର ହେଉଅଛି, ଅନେକ ପ୍ରକାର ଆଜି ଅନ୍ୟାୟରେ ବିଚାର ହେଉଛି, ଆଜି ବହୁତ ପାପମୟରେ ବିଚାର ହେଉଛି। କେବଳ ସଦାପ୍ରଭୁ ସେ ପରମେଶ୍ୱର ନ୍ୟାୟରେ ବିଚାର କରିବେ। ବିଚାର ଗୋଟିଏ ଦିନ ଆସୁଅଛି। ସେଥିପାଇଁ ଆମେମାନେ ସଦାପ୍ରଭୁଙ୍କ ଅପେକ୍ଷାରେ, ସଦାପ୍ରଭୁ ପ୍ରଭୁଙ୍କ ଅପେକ୍ଷାରେ ସଦାପ୍ରଭୁ ନିୟମକୁ ଆମେ ପାଳନ କରିବାର ଅଛି। ଆଜି ମଣ୍ଡଳୀରେ ବି ପାଳକମାନଙ୍କୁ ଦେଖୁଅଛ, ଜଗୁଅଛ, ପାଷ୍ଟରମାନଙ୍କୁ। କେବଳ ସଦାପ୍ରଭୁ କେତେଦିନ ଅପେକ୍ଷାରେ ଅଛ। ସଦାପ୍ରଭୁ ଯେତେବେଳେ ଅପେକ୍ଷାରେ ରହିବ, ସଦାପ୍ରଭୁ ଇଏରେ ଚାଲିବ, ସେଦିନ ଆପଣମାନଙ୍କୁ ଆଶୀର୍ବାଦ ଅଛି। ଯେଉଁମାନେ ତାହାଙ୍କ ପାଇଁ ଅପେକ୍ଷା କଲେ ସେ ସମସ୍ତେ ଧନ୍ୟ। କେବଳ ପ୍ରଭୁକୁ ହିଁ ଅପେକ୍ଷା କରିବାର ଅଛି। ପ୍ରଭୁଙ୍କ ବିନୁ ଆଉ କାହାକୁ ଅପେକ୍ଷା କରେ? ଆଜି ଦେଖିବ ସବୁ ଜାଗାରେ ଅପେକ୍ଷାରେ ଥିବେ।
କେବଳ ଯୀଶୁ ଖ୍ରୀଷ୍ଟକୁ ଅପେକ୍ଷାରେ ରହିବାଟା ବହୁତ କମ୍। ଆଜି ହଁ ପାଷ୍ଟର ଆଜ୍ଞା ଆସିଲେ ଯାଇକି ମୁଁ ପ୍ରାର୍ଥନାକୁ ଯିବି, ବିଶ୍ୱାସୀମାନେ ଆସିଲେ ଯିବି, ଚର୍ଚ୍ଚ ଖୋଲା ହେଲେ ଯିବି, କେବଳ ପ୍ରଭୁଙ୍କର ଅପେକ୍ଷାରେ ରହିବାଟା ଆଜି ବହୁତ କମ୍। ସୁସ୍ଥତା ପାଇଗଲେ ପ୍ରଭୁକୁ ଭୁଲିକି କି ସେବକ ଭୁଲିକି ପୁରା ମୁହଁ ଲୁଚେଇକି ବୁଲ। କେବଳ ପ୍ରଭୁ ହିଁ ଆପଣଙ୍କୁ ଆଶୀର୍ବାଦ ଅନୁଗ୍ରହ ଦେଉଛନ୍ତି। କେବଳ ପ୍ରଭୁଙ୍କ ପାଇଁ ଅପେକ୍ଷା ରହୁ। ଯେଉଁମାନେ ପ୍ରଭୁଙ୍କ ପାଇଁ ଅପେକ୍ଷା କରନ୍ତି ସେ ସମସ୍ତେ ଧନ୍ୟ। ସେ ସମସ୍ତେ ଯେତେକ ଆଜି ବର୍ତ୍ତମାନ ଏବେ ବି ଅପେକ୍ଷାରେ କରିଅଛନ୍ତି ସେମାନେ ହିଁ ଧନ୍ୟ, ଆଉ ବାକି ଲୋକ ଧନ୍ୟ ହେଇପାରିବେ ନାହିଁ। ହାଲେଲୁୟା। ଯେଶାୟା 33:2 ହେ ସଦାପ୍ରଭୁ ଆମମାନଙ୍କ ପ୍ରତି କୃପା କର। ହେ ସଦାପ୍ରଭୁ ଆମମାନଙ୍କ ପ୍ରତି କୃପା କର। ସଦାପ୍ରଭୁ ଆମ କୃପା ଅନୁଗ୍ରହ ଆଶୀର୍ବାଦ ସବୁ କିଛି ଦେବେ। ଆଉ ସଦାପ୍ରଭୁ ବିନୁ କାହାରି ଦେବା ଲାଗି ନାହିଁ ନା। ଯୀଶୁ ଖ୍ରୀଷ୍ଟ ଜଣେ ହିଁ ଆମ କୃପା କରିଅଛନ୍ତି। ଯେ ଆମମାନଙ୍କୁ ମାନେ ଯେଉଁମାନେ ଆଜି ଯୀଶୁକୁ ବିଶ୍ୱାସ କରେ ସେମାନେ ହିଁ କରନ୍ତି। କିନ୍ତୁ ଯୀଶୁଙ୍କୁ ଅପେକ୍ଷା କରନ୍ତୁ, ଯୀଶୁକୁ ଜାଣିବାରେ ଚେଷ୍ଟା କରନ୍ତୁ। ଆମ୍ଭେମାନେ ତୁମ୍ଭର ଅପେକ୍ଷା କରିଅଛୁ। ଆମେମାନେ ତୁମ୍ଭର ଅପେକ୍ଷା କରୁ। କାହାର? ପ୍ରଭୁ ଯୀଶୁଙ୍କର ଅପେକ୍ଷା ରହିବାର ଅଛି। ତୁମ୍ଭ ପ୍ରତି ପ୍ରଭାତ ସେମାନଙ୍କ ବାହୁ ସ୍ୱରୂପ ହୁଅ। ପ୍ରଭାତ ପାହାନ୍ତିଆ ସମୟ ପ୍ରଭୁଙ୍କର ଉପସ୍ଥିତିରେ ସ୍ୱରୂପ ହୁଅ। ସଙ୍କଟ ସମୟ ମଧ୍ୟ ଆମେ ତାଙ୍କର ସ୍ୱରୂପ ହୁଅ। ସଙ୍କଟ ସମୟରେ ପ୍ରଭୁ ଆମମାନଙ୍କ ସହିତ ଅଛନ୍ତି। ଅଭାବ ଅନାତନ ଅସୁବିଧାରେ ପ୍ରଭୁ ଆମର ସାଥିରେ ଅଛନ୍ତି। ଆମେ ସବୁ ସମୟରେ ସବୁ ଅସୁବିଧାରେ ପ୍ରଭୁକୁ ଧନ୍ୟବାଦ ଦେବାର ଅଛି। ପ୍ରଭୁକୁ ଧନ୍ୟବାଦ ବିନୁ ଆମେ କିଛି ଦେଇପାରିବା ନାହିଁ। ହାଲେଲୁୟା। ତାପରେ ଆମେ ଦେଖିବା ଯେଶାୟା 25:9 ପୁଣି ସେଦିନ ଏହି କଥା କୁହାଯିବ, ଦେଖ ଏହି ଆମ୍ଭମାନଙ୍କ ପରମେଶ୍ୱର, ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ ଆମମାନଙ୍କୁ ଉଦ୍ଧାର କରିବେ। ଏ ସଦାପ୍ରଭୁ ଅଟନ୍ତି, ଆମେମାନେ ତାହାଙ୍କୁ ଅପେକ୍ଷା କରିଅଛୁ, ଆମେମାନେ ତାହାଙ୍କ କୃତ ପରିତ୍ରାଣ ଆନନ୍ଦିତ ହୋଇ ଉଲ୍ଲାସ କରିବୁ। ପୁଣି ସେହିଦିନ ଏହି କଥା କୁହାଯିବ, ଦେଖ ଏହି ଆମମାନଙ୍କର ପରମେଶ୍ୱର। ଆଗାମୀ ଦିନ ଯାହାକି ପରମେଶ୍ୱର ଏଇଠି କ'ଣ? ପୁଣି ସେହିଦିନ ଏହି କଥା କୁହାଯିବ, ଦେଖ ଏହି ଆମମାନଙ୍କ ପରମେଶ୍ୱର। ଆଗାମୀ ଦିନ ଜାଣିପାରିବ ସେ ପରମେଶ୍ୱରକୁ, ସେ ଯୀଶୁ ଖ୍ରୀଷ୍ଟକୁ ଜାଣିପାରିବ। ଆଗାମୀ ଦିନ ସ୍ୱତନ୍ତ୍ର ପରିଚୟ ପାଇବ। ସେଥିପାଇଁ ଆପଣମାନେ ଜାଗ୍ରତ ହୁଅନ୍ତୁ। ହାଲେଲୁୟା। ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ। ଆଜି ଯେତେକ ବିଶ୍ୱାସ ତାହାଙ୍କୁ ଅପେକ୍ଷା କରିଅଛନ୍ତି। ଯେଉଁମାନେ ଅପେକ୍ଷା କରେ ସେମାନଙ୍କ ପାଇଁ ଲାଭ ଅଛି। ଓ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ। କିଏ ଉଦ୍ଧାର କରିବ? ଆଜି ଯେତେକ ଲୋକ ପ୍ରଭୁ ଯୀଶୁକୁ ଜାଣି ସେମାନେ ଉଦ୍ଧାର ପାଇଅଛନ୍ତି, ଆଶୀର୍ବାଦ ପାଇଅଛନ୍ତି। ସବୁଥିରୁ ସମସ୍ତ ପାପମୟ ଜଗତରୁ ଅନ୍ଧକାରରେ ପତିତ ହେଉଥିଲେ, ପାପମୟରେ ଥିଲେ, ସେ ପାପମୟରୁ ପ୍ରଭୁ ଯୀଶୁ ଆଜି ଯେଉଁମାନେ ବିଶ୍ୱାସ ସେମାନଙ୍କୁ ଉଦ୍ଧାର କରିଅଛନ୍ତି। କେବଳ ଏବେ ବି ସମୟ ଅଛି। ଯେଉଁମାନେ ଏବେ ବି ପ୍ରଭୁକୁ ବିଶ୍ୱାସ କରିବ ସେମାନଙ୍କ ପାଇଁ ସେମାନେ ଉଦ୍ଧାର କରିବେ। ସେ ସମସ୍ତଙ୍କୁ ଉଦ୍ଧାର କରିବେ। ଏବେ ବି ଉଦ୍ଧାର କରିବା କେବଳ ଯୀଶୁ ଖ୍ରୀଷ୍ଟ ଜଣେ ହିଁ ଅଛନ୍ତି। ଯୀଶୁଙ୍କ ବିନା କେହି ଉଦ୍ଧାର କରିପାରିବେ ନାହିଁ। ଆକାଶ ତଳେ ଏକମାତ୍ର ନାମ ଦିଆଯାଇଛି ଯୀଶୁ ଖ୍ରୀଷ୍ଟ। ହାଲେଲୁୟା। ତଥାପି ପଢ଼ିଲି ପ୍ରେରିତ 4:12। ହାଲେଲୁୟା। ଜିସସ୍
ହାଲେଲୁୟା ହାଲେଲୁୟା ହାଲେଲୁୟା। ଆକାଶ 4:12 ଲେଖାଏ କ'ଣ? ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ। ଦେଖ, ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ, କାହା ଛଡ଼ା? ଯୀଶୁଙ୍କ ବିନୁ ଆଉ ଏଇ ଜଗତେ କାହା ଦ୍ୱାରା ଆମେ ପରିତ୍ରାଣ ପାଇପାରିବା ନାହିଁ। କାରଣ ଯାହାଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟ ମଧ୍ୟରୁ ଆଉ କୌଣସି ନାମ ଦିଆନାହିଁ, ଯାହାଦ୍ୱାରା ଆଜି ମାନବ ଜାତି ପରିତ୍ରାଣ ପାଇବାର ଅଛି। ଆକାଶ ତଳେ ମନୁଷ୍ୟ ମଧ୍ୟରେ ଆଉ କୌଣସି ନାମ ଦିଆଯାଏ ନାହିଁ। କୌଣସି ନାମ, ଗୋଟିଏ ନାମ, ଯାହାକି ଯୀଶୁ ଖ୍ରୀଷ୍ଟ। ସେ ଯୀଶୁ ଖ୍ରୀଷ୍ଟକୁ ଯେଉଁମାନେ ଅପେକ୍ଷା କରିକି ଚାଲିବେ, ସେମାନେ ହିଁ ପରିତ୍ରାଣ, ଅନନ୍ତ ଜୀବନ, ସେମାନେ ହିଁ ଧନ୍ୟ ହୋଇପାରିବେ। ଆଜି ଆକାଶରେ ଅନେକ ନାମ ପାଇପାର, କିନ୍ତୁ ଯୀଶୁ ଖ୍ରୀଷ୍ଟ ନାମ ପାଇବ ନାହିଁ। ସେମାନେ ପୂର୍ବରୁ ଥିଲେ, ଆଜି ବି ଅଛନ୍ତି, ଆଜି ସ୍ୱର୍ଗରେ ଅଛନ୍ତି, ଆକାଶରେ ଅଛନ୍ତି। ସେ ଯୀଶୁ ଖ୍ରୀଷ୍ଟକୁ ଆପଣମାନେ ଖୋଜନ୍ତୁ, ସେ ଯୀଶୁଙ୍କୁ ଅପେକ୍ଷାରେ ରୁହନ୍ତୁ। ହାଲେଲୁୟା। ଆମେ ପୁଣି ଯିମା ସେ ଯେଶାୟ 25:9। ସେ ଆମମାନଙ୍କୁ ଉଦ୍ଧାର କରିବେ। ଏ ସଦାପ୍ରଭୁ ଅଟନ୍ତି, କେବଳ ସଦାପ୍ରଭୁ ଜଣେ, ଯୀଶୁ ଖ୍ରୀଷ୍ଟ। ଆମେ ତାହାଙ୍କୁ ଅପେକ୍ଷା କରିଅଛୁ। ଆଜି ଯେନ୍ ବିଶ୍ୱାସୀମାନେ ଅଛନ୍ତି, ଅପେକ୍ଷା କରିକି ଅଛନ୍ତି। ଆଜି ବହୁତ ବିଶ୍ୱାସୀମାନେ ଅପେକ୍ଷା କରି ଅଛନ୍ତି, ସେମାନେ ଧନ୍ୟ ହେବା ଲାଗେ। ଆମ୍ଭେମାନେ ତାହାଙ୍କ କୃତ ପରିତ୍ରାଣ ଆନନ୍ଦିତ ହୋଇ ଉଲ୍ଲାସ କରିବା। ସେ ହିଁ ଆମକୁ କୃତ ପରିତ୍ରାଣ ଆନନ୍ଦ ହୋଇ ଉଲ୍ଲାସ କରିବା, ଯିଏ ଆମକୁ ପରିତ୍ରାଣ, ଅନନ୍ତ ଜୀବନର ଅଧିକାର ଦେଇଅଛନ୍ତି। ଆଜି ସେ ଜୀବିତ ପରମେଶ୍ୱରକୁ, ସେ ଜୀବିତ ଯୀଶୁ ଖ୍ରୀଷ୍ଟକୁ ଆମେ ଆଜି ଆରାଧନା, ଉପାସନା, ତାଙ୍କର ହିଁ ପ୍ରଶଂସା କରୁଅଛୁ। ଯେଉଁମାନେ ଜାଣିନାହାନ୍ତି ସେମାନଙ୍କୁ ଏଇଟା ସତର୍କ କରାଯାଉଛି, କେବଳ ଜାଗ୍ରତ ହୁଅ, ପ୍ରଭୁଙ୍କ ଅପେକ୍ଷାରେ ରୁହ, ପ୍ରଭୁଙ୍କର ଉପସେ ଜୀବନ କାଟନ୍ତୁ। ଯେଉଁମାନେ ନାମଧାରୀ ଅଛ, ସେମାନଙ୍କ ପାଇଁ ଆମେ ସତର୍କ କରୁଛେ, କେବଳ ପ୍ରଭୁଙ୍କ ପାଇଁ ଅପେକ୍ଷା କରନ୍ତୁ। ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଆମକୁ ସାହାଯ୍ୟ କରିବେ, ସେ ହିଁ ଆମକୁ ଉଦ୍ଧାର କରିବେ। ତାଙ୍କ ବିନୁ କେହି ଉଦ୍ଧାର କରିପାରିବେ ନାହିଁ। ହାଲେଲୁୟା। ଧନ୍ୟବାଦ ଯୀଶୁ ବାପା। ଏଇ ଛୋଟିଆ ବାକ୍ୟରେ ପ୍ରଭୁ ଆଶୀର୍ବାଦ କରନ୍ତୁ, ପ୍ରାର୍ଥନା କରି ସମାପ୍ତ। ହାଲେଲୁୟା। ଧନ୍ୟବାଦ ଯୀଶୁ, ପବିତ୍ର ପରମେଶ୍ୱର ବାପା। ଏହି ବାକ୍ୟ ମାଧ୍ୟମରେ ଆଶୀର୍ବାଦ ପ୍ରଭୁ, ଏହି ବାକ୍ୟ ମାନେ ପ୍ରଭୁ ଯେତେକ ଜଣ ଶୁଣିବେ ବାପା, ପରିବର୍ତ୍ତନ ବାପା ପ୍ରଭୁ, ତୁମରି ଅପେକ୍ଷାରେ ରହିବେ ବାପା ପ୍ରଭୁ। ପବିତ୍ର ଆତ୍ମା ସାହାଯ୍ୟ, ଧନ୍ୟବାଦ ଯୀଶୁ ପ୍ରଭୁ। ପ୍ରାର୍ଥନା ଶୁଣି, ଛୋଟ ଛୋଟ ପ୍ରାର୍ଥନା ପ୍ରଭୁ ଯୀଶୁଙ୍କ ନାମ ଆଗୁଅଛି, ଆମେନ୍।